आज ମୁଁ ଗୋଟେ ପୋଏମ୍ ପଢ଼େଇବାକୁ ଯାଉଛି। ପୋଏମ୍ ନାଁ ହେଉଛି ଆଇ ନୋ ହ୍ୱାଇ ଦ କେଜ୍ଡ ବାର୍ଡ ସିଙ୍ଗସ୍। ଏହି ପୋଏମ୍ଟାକୁ ଲେଖିଛନ୍ତି ମାୟା ଆଞ୍ଜେଲୋ। ମାୟା ଆଞ୍ଜେଲୋ ହେଉଛନ୍ତି ଜଣେ ଆମେରିକାନ୍ ଓମେନ୍ ପୋଏଟ୍। ଏହି ପୋଏମ୍ରେ ସେ ଲେଖିଛନ୍ତି ଯେ କେଉଁଭଳି ଭାବେ ଆମେରିକାରେ ରେସିଜମ୍ ଚାଲିଥିଲା ବା ବ୍ଲାକ୍ ମାନଙ୍କୁ କେମିତି ଅତ୍ୟାଚାର କରାଯାଉଥିଲା ବ୍ଲାକ୍ ପିପୁଲ୍ ମାନଙ୍କୁ। ଏହି ପୋଏମ୍ର ଟାଇଟଲ୍ ରହିଛି କ'ଣ, ଆଇ ନୋ ହ୍ୱାଇ ଦ କେଜ୍ଡ ବାର୍ଡ ସିଙ୍ଗସ୍। କିନ୍ତୁ ଏଠି ବାର୍ଡଟା ମେଟାଫରିକାଲି ୟୁଜ୍ କରାଯାଇଛି। ଏଠି ବାର୍ଡ ମାନେ କୌଣସି ପକ୍ଷୀ ନୁହେଁ। ଏଠାରେ ବ୍ଲାକ୍ ପିପୁଲ୍ ମାନଙ୍କର ଆମେରିକାର ବ୍ଲାକ୍ ପିପୁଲ୍ ମାନଙ୍କୁ ହିଁ ବୁଝାଇଥାଏ। ସେମାନଙ୍କୁ କେମିତି ଫ୍ରିଡ଼ମ୍ ଦିଆଯାଇନଥାଏ, ସେମାନଙ୍କୁ କେମିତି ବନ୍ଦୀ କରିକି ରଖାଯାଇଥାଏ, କ୍ରୀତଦାସ କରି ରଖାଯାଇଥାଏ। ସେହିପରି ଏହି ପୋଏମ୍ଟା ଲେଖାଯାଇଛି ଗୋଟେ ପକ୍ଷୀ ମାଧ୍ୟମରେ ହିଁ ପୋଏଟ ମେଟାଫରିକାଲି ୟୁଜ୍ କରିକି ଲେଖିଛନ୍ତି। ଏଠାରେ ତ ବାର୍ଡଟା ହେଉଛି ବ୍ଲାକ୍ ପିପୁଲ୍। ହ୍ୱାଇଟ୍ ପିପୁଲ୍ ମାନେ କେମିତି ବାର୍ଡ ପିପୁଲ୍ ମାନଙ୍କୁ ବା ବାର୍ଡ ଲୋକମାନଙ୍କୁ କ'ଣ କରୁଥାନ୍ତି ନା କ୍ରୀତଦାସ କରିକି ରଖୁଥାନ୍ତି। ତାଙ୍କୁ କୌଣସି ଫ୍ରିଡ଼ମ୍ ଦେଉନଥାନ୍ତି, କୌଣସି ଭୋଟିଂ ରାଇଟ୍ ମଧ୍ୟ ସେମାନଙ୍କର ନଥାଏ। 1921 ପରେ ହିଁ ଆମେରିକାରେ ଭୋଟିଂ ରାଇଟ୍ ପାଇଲେ ବ୍ଲାକ୍ ପିପୁଲ୍ ମାନେ ବା ଓମେନ୍ ମଧ୍ୟ ପାଇଲେ। ତାହେଲେ ପ୍ରଥମ ପାରାଗ୍ରାଫରେ କ'ଣ ଦେଇଛି, ଫ୍ରି ବାର୍ଡ ବିଷୟରେ ଦେଇଛି। ଫ୍ରି ବାର୍ଡ କେମିତି ସେ ଫ୍ରିଡ଼ମ୍ରେ ବୁଲିଥାଏ, ଖୁସିରେ ଚାରିଆଡ଼େ ବିତରଣ କରିଥାଏ। ଏ ଫ୍ରି ବାର୍ଡ lives on the back of the wind and floats downstream till the current ends and dips his wing in the orange sun rays and dares to claim the sky। ଫ୍ରି ବାର୍ଡ କ'ଣ କରିଥାଏ, ମୁକ୍ତ ଭାବରେ ଫ୍ରିଡ଼ମ୍ ଇଣ୍ଡିପେଣ୍ଡେଣ୍ଟ ଭାବରେ ବୁଲିଥାଏ। ଡାଉନ୍ ଷ୍ଟ୍ରିମ୍ ଏଠି ଗୋଟେ ଦେଲା କ'ଣ ୱାର୍ଡ, ଫ୍ଲୋଟ୍ସ ଡାଉନ୍ ଷ୍ଟ୍ରିମ୍ ଉପରକୁ ତଳକୁ ହେଇକି ପକ୍ଷୀଟି ଉଡ଼ିଥାଏ। ଆଉ ଗୋଟେ ଏଠି ଗୋଟେ ଦେଲା ଡିପ୍ସ ହିଜ୍ ୱିଙ୍ଗ ଇନ୍ ଦ ଅରେଞ୍ଜ ସନ୍ ରେଜ୍ ଆଣ୍ଡ ଡେୟାର୍ସ ଟୁ କ୍ଲେମ୍ ଦ ସ୍କାଏ। ଏବଂ ସୂର୍ଯ୍ୟ କିରଣରେ ପକ୍ଷୀଟି ଅରେଞ୍ଜ କଲର୍ର ଦେଖାଯାଏ ବୋଲି କବି କହିଛନ୍ତି। ସେ ଇଣ୍ଡିପେଣ୍ଡେନ୍ସ ଭାବରେ ବହୁତ ଖୁସି ଭାବରେ ପକ୍ଷୀଟି ବିତରଣ କରିଥାଏ। ବଟ୍ ଏ ବାର୍ଡ ଦ୍ୟାଟ୍ stalks down his narrow cage can seldom see through his bars of rage, his wings are clipped and his feet are tied, so he opens his throat to sing। କିନ୍ତୁ କେଜ୍ଡ ବାର୍ଡ ବନ୍ଦୀ ଭାବରେ ପଞ୍ଜୁରୀରେ ରଖିଥିବା ପକ୍ଷୀଟି କ'ଣ ହୋଇଥାଏ, ତାର ବାନ୍ଧି ହେଲା ପରି ସେ ଥାଏ, ନିଜକୁ ବାନ୍ଧି ହେଲା ପରି ଲାଗିଥାଏ। ସେ କୌଣସି ଉଡ଼ିପାରେ ନାହିଁ, ସେ ପଞ୍ଜୁରୀରେ ହିଁ ରହିଥାଏ। ତାର ୱିଙ୍ଗସ୍ ଆର୍ କ୍ଲିପେଡ୍ ଦିଆହେଇଛି, ଫିଟ୍ ଆର୍ ଟାଏଡ୍, ପାଦ ଗୁଡ଼ିକ ବାନ୍ଧି ହେଲା ପରି ଲାଗିଥାଏ, କିନ୍ତୁ କେବଳ ଖୋଲା ଥାଏ ବୋଲି କବି କହିଛନ୍ତି। ଖୋଲା ଥାଏ ବୋଲି କେବଳ ଥ୍ରୋଟ୍ ମାନେ ଗଳାଟା ହିଁ ଖୋଲା ଥାଏ, ଯାହାକି ସେ କେବଳ ହିଁ ଗୀତ ଗାଇପାରେ। ଏଠି କବି ମଧ୍ୟ ଆଉ ଗୋଟେ କଥା କହିଛନ୍ତି ଯେ କେବଳ ହିଁ ତାର ଗୋଟିଏ ପ୍ଲେଜର, ସେ ଦୁଃଖରେ ମଧ୍ୟ ରହିକି ଗୀତ ଗାଇପାରେ ବୋଲି କବି ଏଠି କହିଛନ୍ତି। ଦ କେଜ୍ଡ ବାର୍ଡ ସିଙ୍ଗସ୍ ୱିଥ୍ ଏ ଫିୟରଫୁଲ୍ ଟ୍ରିଲ୍ of things unknown but longed for still, and his tune is heard on the distant hill, for the caged bird sings of freedom। ଏଟା କବି କହୁଛନ୍ତି ଯେ କେଜ୍ଡ ବାର୍ଡ ସିଙ୍ଗିଂର କଣ୍ଠ ତାଙ୍କର ମଧୁର ବା କେଜ୍ଡ ବାର୍ଡ କଣ୍ଠଟା ମଧୁର, ସେ ଗୀତ ଗାଇଲା ବେଳେ ପୁରା ଦୂରକୁ ମଧ୍ୟ ଶୁଭିଥାଏ। ସିଙ୍ଗସ୍ ଅଫ୍ ଫ୍ରିଡ଼ମ୍, ସେ ଗୀତ ଗାଇଥାଏ, କାହାର ଗୀତ ଗାଇଥାଏ, ଫ୍ରିଡ଼ମ୍ର, କେମିତି ମୁକ୍ତି ପାଇବାକୁ। ମୁକ୍ତି କ'ଣ ବା ଖୋଲା ଆକାଶରେ ଉଡ଼ୁଥିବା ପକ୍ଷୀ କେମିତି ଭାବରେ ଭଲ ଭାବରେ ବଞ୍ଚିଥାଏ, କିନ୍ତୁ ବନ୍ଦୀ ହୋଇ ବଞ୍ଚିଥିବା ପକ୍ଷୀଠାରୁ ଭିନ୍ନ। ଦ ଫ୍ରି ବାର୍ଡ ଥିଙ୍କ୍ସ ଅଫ୍ another breeze and the trade winds soft through the singing trees and the fat worms waiting on a down bright lawn, and he names the sky his own। କିନ୍ତୁ ଫ୍ରି ବାର୍ଡଟି କ'ଣ କହିଥାଏ, ସେ ମୁକ୍ତ ଆକାଶରେ ବୁଲିଥାଏ ଏବଂ ତାର ସେ କହିଥାଏ ଟୋଟାଲ ସ୍କାଏଟା ତାର ବା ଟୋଟାଲ ୟୁନିଭର୍ସଟା ତାହାର ବୋଲି ଫ୍ରି ବାର୍ଡ କହିଥାଏ। କୌଣସି ତା ଅସୁବିଧା ନଥାଏ, ସେ ମୁକ୍ତ ଭାବରେ ବୁଲିଥାଏ। ବଟ୍ ଏ କେଜ୍ଡ ବାର୍ଡ stands on the grave of dreams, his shadow shouts on a nightmare scream, his wings are clipped and his
feet are tied so he open his throat to sing। किंतु केज्ड बार्डटी कौन होता है सब तार बंदी है परिया थाए किंतु केवल कंठटा ही खोला थाए जहाँ माध्यम से कौन करें केवल फ्रीडम रि गीत गाई पारे। द केज्ड बर्ड सिंग्स विथ ए फियरफुल थ्रिल of things unknown but longed for still and his tune is heard on the distant hill for the caged bird sings for freedom। କିନ୍ତୁ କେଜ୍ଡ ବାର୍ଡଟି ବନ୍ଦୀ ହେଲେ ମଧ୍ୟ ସିଏ ଫ୍ରିଡମ୍ ପାଇଁ ସଙ୍ଗୀତ ବା ଗୀତ ଗାଇ ଥାଏ। এই ପୋଏମ୍ଟା ମେଟାଫର୍ ପୋଏମ୍ ବା ଅଟୋବାୟୋଗ୍ରାଫିକାଲ ପୋଏମ୍ ଅଫ୍ ମାୟା ଆଞ୍ଜେଲୋ। ମାୟା ଆଞ୍ଜେଲୋ ମଧ୍ୟ ସେହି ସମୟରେ ବହୁତ ହଇରାଣ ବା ମାୟା ଆଞ୍ଜେଲୋ ଜଣେ ବ୍ଲାକ୍ ଓମ୍ୟାନ୍ ତାଙ୍କୁ ମଧ୍ୟ ବହୁତ ଭାବେ ହଇରାଣ ହ୍ୱାଇଟ୍ ପିପୁଲ୍ ମାନେ କରିଥିଲେ। ତାଙ୍କୁ କୌଣସି ପୋଏମ୍ ଲେଖିବାକୁ ମଧ୍ୟ ଦେଇନଥିଲେ। ପରେ ତାଙ୍କର ପବ୍ଲିଶ ହେଇଛି ପୋଏମ୍ ତ ସେ ଘରେ ରହିକି ଲେଖିଥିଲେ ପରେ ପବ୍ଲିଶ ହେଇଛି ତାଙ୍କୁ କୌଣସି ଫ୍ରିଡମ୍ ମଧ୍ୟ ଦିଆହେଇନଥିଲା ପୋଏମ୍ ଲେଖିବାକୁ କି କୌଣସି କାମ ମଧ୍ୟ ଫ୍ରିଡମ୍ ଭାବରେ କରିବା ପାଇଁ ତାଙ୍କୁ ଦିଆଯାଇ ନଥିଲା। ଏଠି ବାର୍ଡଟା ହେଉଛି ମେଟାଫରିକାଲି ୟୁଜ୍ ହେଇଛି। ବାର୍ଡଟା ଏଠି ବ୍ଲାକ୍ ପିପୁଲଙ୍କୁ ବୁଝାଏ କେଉଁଭଳି ଭାବେ ବ୍ଲାକ୍ ପିପୁଲ ମାନେ ହଇରାଣ ହେଉଥିଲେ ସେଇ ବିଷୟରେ ହିଁ এই ପୋଏମ୍ଟା ମାୟା ଆଞ୍ଜେଲୋ ଲେଖିଥିଲେ ଏବଂ ସେହି ସମୟରେ ମଧ୍ୟ ପୋଏମ୍ଟି ସକ୍ସେସଫୁଲ୍ ଭାବରେ ଲୋକଙ୍କ ପାଖରେ ପହଞ୍ଚିଥିଲା। ପ୍ରଥମ ଥର କରି ମୁଁ ଏ ଭିଡ଼ିଓଟି କରୁଛି ଯଦି କୌଣସି ଭୁଲ ଥାଏ ତାହେଲେ କ୍ଷମା କରିଦେବେ।